এটা ମୁଁ 100% ଦେଇ କହୁଛି ଏଟା ଗ୍ୟାରେଣ୍ଟି ଫ୍ରଡ୍ ପାର୍ସଲ ହିଁ ଆସିବ। ଓ ଟିକେ ୱେଟ୍ କରିବେ, ମୁଁ ଘରେ ନାହିଁ, ଜଣକୁ କହିଦେବି ସେ ଦେଇଦେବେ ଆପଣଙ୍କୁ। ଏବେ ତ ଅଧଘଣ୍ଟେ ହେଲା ଠିଆ ହେଇକି ଏପଟେ ସେପଟେ ହଉଛି। ଆମ ଗାଁ ଗୋଟେ ପଡିଥିଲା। ହଁ ଭାଇ କୋଉଠି ଦେଖିଲା ଭଳିଆ ଲାଗିଲା ଲାଇଭରେ କୋଉ ଦିନ କଥା ଥିଲେ ଆଜି ନା କାଲି କୋଉ ଦିନ କଥା ଥିଲେ। ନମସ୍କାର, ଜୟ ଜଗନ୍ନାଥ। ବିକ୍ରମ ଏକ୍ସପ୍ରେସ 4001 ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ମୁଁ ବିକ୍ରମ। ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ କେତେ ପାର୍ସଲ 10,000 କେତେ ଇନକମ୍ ହୋଇଥିଲା। ଆଜି ହେଉଛି ତାର ନେକ୍ସଟ ଡେରେ ମୋତେ ମିଳି ଆଜି 100+ ପାର୍ସଲ। ଏବେର ସମୟ ବି ହେଇଗଲାଣି, ଆସିକି ଦେଖାଇ ଦେଉଛି ଆପଣଙ୍କୁ 10ଟା 23 ସମଥିଙ୍ଗ ହେଇଗଲାଣି। ତ ଚାଲନ୍ତୁ ଡେରି କରିବାନି, ଶୀଘ୍ର ପାର୍ସଲକୁ ନେଇକି ପଳେଇବା। ଆଉ ପାର୍ସଲକୁ ମୁଁ ମୋର ଗାଡ଼ିରେ ସବୁ ବାନ୍ଧି ଦେଇଛି। ଆପଣ ଦେଖିବେ ଆଗ ପଟେ ଅଛି, ପଛ ପଟେ ବି ଥୁଆ ହେଇଛି, ତା ବାଦେ ଏଇଠି ବି ଆହୁରି ଥୁଆ ହେଇଛି। ତ ଚାଲନ୍ତୁ ଲେଟ୍ କରିବାନି, ଶୀଘ୍ର ଫିଲ୍ଡକୁ ଯିବାହାରି। ଆଉ ସନ୍ଧ୍ୟାରେ କଥା ହେବା କେତେ ଟଙ୍କା ଇନକମ୍ ହେଲା ଆଉ କେତେଟା ପାର୍ସଲ ଡେଲିଭରି ହେଲା। ଆଉ ଏବେର ସମୟ ହେଲା 12ଟା 38 ଭିତରେ ମୁଁ ଗୋଟେ ହେଲେ ବି ପାର୍ସଲକୁ ଡେଲିଭରି କରିନାହିଁ। କାହିଁକିନା ମୋ ଲୋକେସନରୁ ମାନେ ଅଫିସ୍ ଲୋକେସନରୁ 12-13 କିଲୋମିଟର ପାଖାପାଖି ଗଲା ପରେ ଯାଇକି ଗୋଟେ ପାର୍ସଲ ଅଛି। ତ ସେଥିପାଇଁ ମୁଁ ଖାଇ ପିଇକି ରେଷ୍ଟ ନେଇକି ଆସିଲି। ଆଉ ଏବେ ସୁଦ୍ଧା ମୋର ସବୁତକ ପାର୍ସଲ ପେଣ୍ଡିଙ୍ଗରେ ଅଛି। ତ ଚାଲନ୍ତୁ ଶୀଘ୍ର ଡେଲିଭରି କରିବା। ଆଉ କଷ୍ଟମର ତ କଲ୍ କରିଦେଇଛେ, ଫିର୍ ବି ପୁଣି ଥରେ ଆଉ ଥରେ ଟିକେ କଲ୍ କରିଦେବା। ତ ଚାଲ। ହ୍ୟାଲୋ ହଁ ଭାଇ, ପାର୍ସଲଟା କେଉଁଠି ନେବ? ଆଜ୍ଞା, ପାର୍ସଲ ଆସିଥିଲା ଗୋଟେ, ତ କେଉଁଠି ନେବ କହିଲ? ହରିପୁର ଯୋଉ ଏଠି ହନୁମାନ ମନ୍ଦିର ଠି। ହଁ ମୁଁ ସେଠି ପହଞ୍ଚିକି କଲ୍ କରୁଛି। ଫୋନ୍ଟା ପାଖରେ ରଖିଥାନ୍ତୁ ଟିକେ ହେଲା। ହଁ ଏସବ ଭିତରେ ଆସିବେ। ମୁଁ ଏଠି ଆଡ଼ଚରରେ ଅଛି, ଆଡ଼ଚରରେ ଗୋଟେ ପାର୍ସଲ ଦେଇଦେଇକି ଯାଉଛି। ହଁ ଆସ। ଦେଖୁନ ଆସିନି ଯାଇଥିବ ନା? ନାଇଁ ଦିଅ। $16 ଚେଞ୍ଜ ନାହିଁ। ତ ପଇସା 5 ଧରି ବୁଲୁଛି। ହ୍ୟାଲୋ, ଏକ୍ସଚେଞ୍ଜଟା ଧରିକି ଆସ। ହଁ ମୁଁ ଏଇ ନୂଆ ଘର ଟିକେ ଆସ, ମୁଁ କଲ୍ କରିଦଉଛି। ଆମ ଅଛି ସେଇଠି ବା। ହଉ। ହ୍ୟାଲୋ, ଓଟିପିଟା। ହ୍ୟାଲୋ, ପାର୍ସଲ କୋଉଠି ନେବ? ପାର୍ସଲ ଆସିଥିଲା ତମର, କୋଉଠି ନେବ କହିଲ? ନା ଆମେ ଏବେ ଯାଇଛୁ ଯିବା ଭୁବନେଶ୍ୱର ପଳେଇଛୁ। ଶୁଭୁନି? ଭୁବନେଶ୍ୱର ପଳେଇଛୁ। ଭୁବନେଶ୍ୱର ପଳେଇଛ? ହଁ କୋଉଦିନଠୁ? 3 ଦିନ ହେଲା। ଆଉ ଏଇଟା କେମିତି କ'ଣ କରିବା ତାହେଲେ? ଆଉ କଣ କରିବୁ କେମିତି? ଗୋଟେ ଲାଇନରେ ରହ। ହଁ ହ୍ୟାଲୋ, 930050। ହ୍ୟାଲୋ, ହଁ କେମିତି କ'ଣ କରିବା ତାହେଲେ ଏଇଟା? କେମିତି କଣ କରିବୁ ଆଉ? ତମର ପାର୍ସଲ ମାଗିକି କେମିତି ଭୁବନେଶ୍ୱର ପଳଉଛ? ନାଇଁ ମୁଁ ଯାଇଛୁ, ଦେହ ଖରାପ ତ ପଳେଇଛୁ। ଆଉ କାହାକୁ କହିକି ଗୋଟେ ରଖିଦଉନ ତ, ଅଳପ ପଇସା ଅଛି। ନାଇଁ ମୋ ପାଖରେ ନାଇଁ, କାହାକୁ କହିବି କିଏ ନାହାନ୍ତି। ଫୋନ୍ ପେ କରିଦେଉନ ନହେଲେ। ମୋର ଫୋନ୍ ପେ ନାହିଁ, ପୁଅ ନାହିଁ, ପୁଅ ପଳେଇଛି ମତେ ବାହାରକୁ। ଆଉ ଓଟିପି ଯାକ ମେତେ ଆସୁନି ହେରା। କାହାକୁ ଗୋଟେ ଦେଖେଇକି ଦିଅ। ସବୁ ତ ଆସୁନି, ଆଉ କେମିତି ହବ? ଓଟିପି ଦେଇପାରିବନି, ପାର୍ସଲ ରଖିବନି। କିଏ ଗୋଟେ ମଗେଇ ଦେଇଛି ଯେ, ମୁଁ କଣ ମାଇକିନା ଟା ମଗେଇଛି, ମୋ ଘରେ କିଏ ନାହିଁ, ଅଣ୍ଟିରା ପୁଅଟେ। ଆଗ ମନକୁ ପଳେଇଲା, କମ୍ପାନୀ ଦେଇଦେଲା ତମ ପାଖକୁ। ଝିଅ ପିଲାରେ ମଗେଇ ଦେଇଛି ଯେ। ଆରେ ଓଟିପି ଟା ଗୋଟେ ନମ୍ବରଟେ ଯାଇଛି, 4 ନମ୍ବର, ସେ ନମ୍ବରଟା ଡାକୁନ। ମତେ ତ ଜଣା ନାହିଁ। କାହାକୁ ଗୋଟେ ଦିଅ। ଜଣା ନାହିଁ ବୋଲି କହିଲେ କେମିତି ହବ? ପାର୍ସଲ ମଗେଇବ, ରଖିବନି, ଓଟିପି ଦବନି କ୍ୟାନସଲ ପାଇଁ, ଆଉ କେମିତି କ'ଣ ହବ ମୁଁ ଜାଣିପାରୁନି। ଯାହା ତାହେଲେ ଗୋଟେ କରିବ ନା, ରଖିବ ନହେଲେ କ୍ୟାନସଲ କରିବ। ଆଉ ଓଟିପିଟା ତ ନଦେଲେ କ୍ୟାନସଲ ହବ କେମିତି? 1262। ହଁ ଶୁଣ, ଏବେ କମ୍ପାନୀ ତରଫରୁ କଲ୍ ଯିବ ତାଙ୍କ ପାଖକୁ ହେଲା। ହଁ ସେ ରିସିଭ୍ କରିବ। ସେ ଯେତେବେଳେ କହିବ କ୍ୟାନସଲ କରିବା ପାଇଁ 1 ଚିପନ୍ତୁ, 1 ଚିପି ଦେବ ହେଲା। ଆଉ 2 ଚିପିବନି, 1 ଚିପିବ। ହଁ କଲ୍ ଆସିଲାଣି। ହଁ, କଲ୍ଟା ରିସିଭ୍ କରିକି 1 ଚିପ। ହ୍ୟାଲୋ, ହଁ କୋଉଠି? ହ୍ୟାଲୋ, ହ୍ୟାଲୋ, ହଁ କୁହନ୍ତୁ। ପାର୍ସଲ ଆସିଥିଲା ଗୋଟେ ଆପଣଙ୍କର।
ହଁ କୋଉଠି ଅଛନ୍ତି? ମୁଁ ଏଇଠି ସ୍କୁଲଠି ଅଛି। କୋଉଠି ନବ କୋଉଠି? ହଁ ଦଣ୍ଡା ସାହି ଆସନ୍ତୁ। ଦଣ୍ଡେଶ୍ୱର ମଝିରେ ନା ଲାଷ୍ଟ ଆଡ଼େ ଯିବାକୁ ପଡ଼ିବ କୁଆଡ଼େ? କଣ କହିଲ? ଦଣ୍ଡେଶ୍ୱର କୋଉଠି ଘରଟା? ଦଣ୍ଡା ସାହି ଯୋଉ ଦୋ ମହଲା ଘରଟା ହେଇନି ହଁ 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 ହଁ। ତା ସାଇଡରେ। ଆଚ୍ଛା ଏଇଟା ଫୋନ୍ ପେ କରିନି କ୍ୟାସ୍? କ୍ୟାସ୍। ଚେଞ୍ଜ ଟିକେ ରଖ ହେଲା। ଧରିକି ଆସ ମୁଁ ଏଠି ଯାଉଛି। ତ ଚାଲ ଆମେ ନେକ୍ସଟ କଷ୍ଟମରକୁ ଆମେ କଲ୍ ବି କରିଦେଲେ ଆଉ ସେ ବି କଲ୍ ରିସିଭ୍ କରି ଆଡ୍ରେସ୍ ବି ଦେଇଦେଲେ। ତ ଚାଲ ଏଇଠି ଗୋଟେ ପାର୍ସଲ ଅଛି ଜଣେ ମାଉସୀଙ୍କୁ ଆମେ ସେ ପାର୍ସଲଟା ଦେଇଦେବା। ଆଉ ଜଣେ ଭଉଣୀଙ୍କୁ ମୋତେ କଲ୍ କରିବାକୁ ପଡ଼ିବ କାହିଁକିନା ସିଏ ଫୋନ୍ ପେ କରିବେ ତ ସେଥିପାଇଁ। ହ୍ୟାଙ୍ଗ ହେଉଛି କି? ନେଟ୍ ଅନ୍ କରି ରଖିଲେ ହ୍ୟାଙ୍ଗ ହେବନି। ନେଟ୍ ଅନ୍ କରି ରଖିଲେ ହ୍ୟାଙ୍ଗ ହେବନି ଆଉ। ଅନ୍ ମୁଁ ସେତେବେଳେ ଅନ୍ କରି ରଖେ ମୁଁ ଅଫ୍ କରିନି କେତେବେଳେ। ନାଇଁ ଅଫ୍ କରିଦେଲେ ହ୍ୟାଙ୍ଗ ହେଇଯିବ ତ ସେ ନୋଟିଫିକେସନ୍ ଗୁଡ଼ା ଆସିବନି ସବୁ। ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହଁ ହ୍ୟାଲୋ। ହଁ ହଁ ଯେଉଁ ରିଟର୍ଣ୍ଣ ଦୁଇଟା ଥିଲା ଏଇଟା କେଉଁଠି ଦେବ? ଏଇ ଯୋଉ ବଡ କଥାଟି ଛୋଟ ସାହି। ଛୋଟ ତେଲି ସାହି ବରଗଛ ହେଇ ତଳ ଆଡ଼େ? ହଁ ଏଇଟା ଛୋଟ ତେଲି ସାହି ବୋଲି ଲେଖୁନ ଖାଲି ଗୋଡ଼ି ପଟେ ଲେଖିଲେ କେମିତି ଜାଣିବା? ଭାଇ ଛୋଟ ସାହି ଆଡେ ଆସ। ଯାଉଛି ରେଡ଼ି କର ହେଲା ଦୁଇଟାକ। ନାଇଁ ଆମ ଗାଁ ଗୋଟେ ପଡିଥିଲା ହଁ ଭାଇ କୋଉଠି ଦେଖିଲା ଭଳିଆ ଲାଗିଲା। ଲାଇଭ୍ ରେ। ଲାଇଭରେ କୋଉ ଦିନ କଥା ହେଇଥିଲେ? ଆଜି ନା କାଲି କୋଉ ଦିନ କଥା ହେଇଥିଲେ? ନାଇଁ ହେଇଯିବ 5-7 ଦିନ ହେଇଯିବ। ହଁ ଦେଖିଲା ଭଳିଆ ଲାଗିଲା ବୋଲି କଥା ହେଇଥିଲି। ଭିଡ଼ିଓ ଏନି ଟାଇମ୍ ଅନ୍। ଭଲ। ଯେ କୋଉ ଗାଁଟି ତମର? ଆମର ଏଇଟା ମୋ ସାହି ଯୋଉ ଶ୍ରବଣ ଭାଇର। ଓହୋ ହଁ 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 କଥା ହଉଥିଲେ ଶ୍ରବଣ ଘର ଗାଁ ବୋଲି ନା କଣ କଥା ହଉଥିଲେ ନାଇଁ କି? ଏ କୁଆ ଆସିଲ କୁଆଡ଼େ? ଯାଇଥିଲୁ ଟିକେ ଗୋଡିପଡା ଯାଇଥିଲୁ ଆମର କୋମଣ୍ଡାଠି। ହଁ ହଁ କୋମଣ୍ଡାଠି ଯାଇକି ଆସିଲୁ ସାଙ୍ଗେ ସାଙ୍ଗେ। ହଁ ଭାଇ ମୁଁ ଯାଉଛି ମତେ ଲେଟ୍ ହେଇଯିବ। ରହିଥାଅ ଲେଟ୍ ହେଇଯିବ। ମୁଁ ଘରେ ଭିଡ଼ିଛି। ହଁ ଚଳିବ। ମତେ ଏମିତି ହିଁ ସମସ୍ତେ ଚିହ୍ନନ୍ତି କାହିଁକିନା ପ୍ରାୟ ଭିଡ଼ିଓ ମୁଁ ଏମିତି ହେଇଛି ନା ସେଥିପାଇଁ। ଭାଇ ମୁଁ ଯାଉଛି ମତେ ଲେଟ୍ ହେଇଯିବ ଟିକେ ହେଲା ଯାଉଛି ଧନ୍ୟବାଦ। ତ ଆମର ତମ ସାହିର ଭାଇ ଦୁଇ ଜଣ ଦେଖା ହେଲେ ବହୁତ ଭଲ ପାଇବା ସେ ଦେଇଛନ୍ତି ଆଗରୁ। ଲାଇଭ୍ରେ ବି ମୁଁ ତାଙ୍କ ସାଥିରେ କଥା ହେଇଛି। ଆଉ ଭାଇ ଦେଖା ହେଲେ ତ ଭଲ ଲାଗିଲା ଟିକେ। ତ ତାହେଲେ ମୋର ନେକ୍ସଟ ପାର୍ସଲ ଦେବା ପାଇଁ ମୁଁ ଆଗକୁ ଯାଉଛି। ଆଉ ଖରା ତ ଭାଇ ମୁଣ୍ଡ ଫଟା ଖରା ହେଇଛି କହିବାକୁ ଗଲେ ଚଳେ। ମୋର ନେକ୍ସଟ ଗୋଟେ ପାର୍ସଲ ଅଛି ତାଙ୍କ ନାଁ ହେଉଛି ଶାରଦା ପ୍ରସାଦ, ଯେଉଁଟାକି ଗୋଟେ ଅଲଗା ସାଇଡ଼୍ର ପାର୍ସଲ ଟାଇପ୍ର ମୋତେ ଲାଗୁଛି। ଯେଉଁଟା ଜରି ଦେଖିଲେ ମୋ ଅଭିଜ୍ଞତାରୁ ମୁଁ କହୁଛି ଆପଣମାନଙ୍କୁ ଦେଖାଉଛି ଫାଷ୍ଟ ଦେଖନ୍ତୁ ଏଇ ପାର୍ସଲଟା ହେଲା। ତ ମୋତେ ଲାଗୁଛି ଏଇଟା ଫ୍ରଡ଼୍ ଆସିଥିବ ବୋଲି କାହିଁକିନା ୟାର କିଛି ମାନେ ନିଜସ୍ୱ କିଛି ସାଇଟ୍ ନାହିଁ। ଏଇଟା ଅଲଗା ସାଇଟ୍ରୁ ଆସିଲା ଭଳିଆ ଦେଖାହେଉଛି। କଷ୍ଟମର କହୁଛନ୍ତି ନେବେ ବୋଲିକି ତ ଦେଖିବା ପଚାରିବା। ଏଇଟା କେଉଁ ସାଇଟ୍ରୁ ମଗାଇଥିଲେ? ଏଇଟା ଭଲ ଆସିଥିବ ନ ଆସିଥିବ କାହିଁକିନା ଆମ ଅଭିଜ୍ଞତାରେ ଆମେ କହୁଛେ ଏଇଟା ଭଲ ଆସିନଥିବ କାହିଁକିନା ଏଇଟା ଫ୍ରଡ଼୍ ପାର୍ସଲ ଟାଇପ୍ର ଲାଗୁଛି। 700 ଟଙ୍କା ଅଛି। କ'ଣ କରିବେ ନେବେ ନା କ୍ୟାନସଲ୍ କରିଦେବେ? ମୁଁ ସେଥିପାଇଁ କହୁଛି କାହିଁକିନା ଏଇଟା ମେସୋ ନୁହଁ କି ନିଜ ସାଇଟ୍ ବି କିଛି ନୁହଁ। ଏଇଟା ଅଲଗା ସାଇଟ୍ ଫେସବୁକ୍ ହଉ ନହେଲେ ଇନଷ୍ଟାଗ୍ରାମ ହଉ ଯେଉଁଠି ହଁ ଯେଉଁ ସାଇଟ୍ ଗୋଟେ ହେଇଥିବ ଫ୍ରଡ଼୍ ସାଇଟ୍ ମୋତେ କାହିଁ ଲାଗୁନି ଠିକ୍ ଆସିବ ବୋଲିକି ମୁଁ ଆପଣଙ୍କୁ କହିଦେଲି। ତେଣିକି ଆପଣଙ୍କ ଖୁସି ଯଦି କ୍ୟାନସଲ୍ କରିବା କଥା କ୍ୟାନସଲ୍ କରିଦେବେ ନାଇଁ ନେବା କଥା ନେବେ କିଛି କଥା ନାହିଁ। ଆପଣ ଖୁସି 700 ଟଙ୍କା ଅଛି କ୍ୟାନସଲ୍ କଲେ ମୁଁ କ୍ୟାନସଲ୍ କରିଦେବି କିଛି ଅସୁବିଧା ନାହିଁ। କାହିଁକିନା ମୁଁ 6 ବର୍ଷ ରହିବା ଭିତରେ ମୋ ଅଭିଜ୍ଞତାରେ ମୁଁ କହୁଛି। ଆପଣ ହାତ ମାରିକି ଯାହା ଦେଖିବେ ତ ଆମର ତ ଓପନ୍ ଡେଲିଭରି ନାହିଁ ନହେଲେ ଓପନ୍ ଡେଲିଭରି କରି ଦେଖେଇଥାନ୍ତି। ନାଇଁ ନିଅନ୍ତୁନି ଆଉ ସେଆଡ଼େ ଶୁଣନ୍ତୁ କିଛି ଫାଇଦା ହିଁ ହେବନି। ଏଇଟା ମୁଁ 100% ଦେଇକି କହୁଛି ଏଇଟା ଗ୍ୟାରେଣ୍ଟି ଫ୍ରଡ଼୍ ପାର୍ସଲ ହିଁ ଆସିବ। କାହିଁକିନା ଭଲ ଆସିବନି କାହିଁକି 700 ଟଙ୍କା ଆମର ଟଙ୍କାଟେ ଲେଖାଏଁ ଆମ ପାଇଁ କେତେ ଇଏ। ଦେଖନ୍ତୁ କୋଡ଼ଟା ଦୋକାନରେ ପଇସା ଦେଇକି ପଳେଇ ଯାଇଛି। କୋଉ ଦୋକାନ? ଥଣ୍ଡା ପିଉଥିଲେ ଦେଖିକି ମାନେ ମୋତେ ଦେଖିକି ପଳେଇ ଆଇଲ ଭାଇ ଧନ୍ୟବାଦ।
तो से भाई जने आमर गले एबे जो जस्ट मो साथे कथा है कि से थंडा पिथिल दुकान रे पैसा दे नादी मते देखिए बोली पळे आछन हला मो गाड़ी भाई चरु से देखि चिन्ह गले जे भाई वीडियो करछ बोली हला तो मु ताकर फुल वीडियो बनै पाइली नै कारण मु टी व्यस्त थले पर पार्सल दवा भितरे जे भाई मते आसी पचारले भल लागला भाई जदी वीडियो देखथो तो धन्यवाद भाई मु कहली पार्सल कोठ नबो कैंसिल कर दो रिसीव कर दियो पर रिटर्न मते अल्प पैसा तो अछि ऑल कर है कैंसिल कर दो रिसीव करियो नै कि ना ना पड़ियो रिसीव कर देथा पर नले रिटर्न मा देथा दे हेलो 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 मु कहली रिसीव कर दनो पर रिटर्न मा दनो हले ना ना ओटीपी डाको हां देखो ओटीपी जाई गोटे डाको सेटा हेलो हेलो हां पार्सल थला गोटे कोट नबो एडी मध्य खंड जो शनि महापुर शनि महापुर एटा को गोटे कहलो ए बडे गां हेल मडू माने गां भीतर आडी जा पड़ियो नलकोट अछि नल कहले सुनो सुनो हेलो हां गां मु एपटे सुनो कई पुलिया पटु जाउची आगो तमोटा पड़ियो ना कोटा पड़ियो हेलो 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 हां के बोलले मु पार्सल रिटर्न वाला कहथली ओहो कोठी छले तोटा साई भीतर ओ टिके वेट करिके हम घरे नहीं जणको कहि देबी से दे देबे आपण एबे तो आधा घंटा हला ठिया होई के पर होउची कॉल करलेनी देखो ना मिस कॉल होई थो नहीं ओ टिके रोल वेट करन कोठी घरटा मझरे ना लास्ट आड ना मुहरे का कहिटे रिसीव कर दोना नले सर जाईची ये कोठी घरटा कर हां नले फोन पे कर दोना दी नले किन करि देई दंदे मोर तो रिचार्ज सर जाईची मोर तो फोन पे नाही का कहितले कि रिसीव कर देबे नी रिचार्ज नाही का कहिबी आ कोन करि देले कोन करे घर तक ना घर के ना हुआ ये कोन करे कैंसिल कर दे देले कैंसिल कर दूं तो आते गांव वाला तो 4 दिन जो होजी वाला तो बोल जाते हां डाको ओटीपी गोटे जाई डाको सेटा हां देखो मैसेज बॉक्स आडो ना आसिन तो न वेट करो गोटे मिनिट रहो जीव देखो मैसेज बॉक्स ओपन करो मैसेज बॉक्स रे 66 70 सुनो अबे कंपनी तरफ गोटे कॉल टे जीव हला हां सेटा रिसीव करो एक एचपी दबो सेतला कहे कैंसिल करिया पई एक एचपी बंद एक एचपी हला एक एचपी जाई कैंसिल होबो हां एक एचपी मन बगे आ किछि पनी एक एचपी दबो हला हां तो भाई कस्टमर पार्सल मगौछंती बाहाना प्रबल करछंती कोन करिया भाई कि उपाय ही नहीं देखो जहाँ हवा कोन करिया रिटर्न दिटा छोरा न रिटर्न दिटा छोरा हेलो ओटे तली एटी तुम घर अच्छी कम से जानी पार ना तुम देकी जाइन कि देखि जाईची ना हाँ कुनिया हारू जत गाणु सब रखिबु हला गाँ रे ना कि हेलो हेलो पार्सल थिला गोटे कोठ नबो कैंसिल मत दियंतु कोन भाई मु नाही तो गां रे हम पळी एसे जियाडे भुवनेश्वर जे का कहले गोटे के रिसीव कर दियंदा नहले हमरो से सैठी ना हां समस्त पळी आसे छु ए नहले फोन पे कर देले देई दियंदी आपण पछ नहले रिटर्न मार दियंदे मारे कोन करबी मु नाही तो गां रे पुणी हमरो एठी के बंधु बांधव बे ना हांदी मोरी भडा गु रहउथली कौन करे ताहले कैंसिल मार दियंतु केते टका थिला गोटे मिनिट देखि दउची 172 टका भी थिला हां गोटे काम न 172 टका फोन पे कर दे मु डिलीवरी मार दउची हैला कि मु रखी दउची तुम रिटर्न मार दम मु काली अप्रूव कर दे नहले आज संध्या रात्रि अप्रूव कर देले तुम पैसा तुम पाखु पळेबो परफॉर्मेंस टा डाउन हो जाउची तो तमर परफॉर्मेंस खराब हो प्लस मोर हमर याडे हला मानपुर जदी हमर कोणिया छन जे देई परिबो बोले हंता को मानपुर कहनो एटा पंचीरा मानपुर जानिबे ओहो पंचीरा मानपुर ना ई मानपुर हेले हेतांदा पंचीरा न हबनी काहे गोटे हां कर देबे करे
ଏଇଠି ଅଛନ୍ତି କୁଣିଆ କହିଦେଲେ ଯାଇକି ଆଣନ୍ତ ଭାରି ଦେଇଦିଅନ୍ତ। କ'ଣ ପଇସା ନା କ'ଣ? ହଁ ପଇସା ଆଉ ଇଏ ପାର୍ସଲ ବି ଦେଇଦିଅନ୍ତ ଏଇଠି। ନା ପହଞ୍ଚିଲା ମାନେ ନାଇଁ ସେତେବେଳେ ଯାଇ ହବନି କାହିଁ ହଁ କରିଦେବି ଘରେ। ଗୋଟେ କାମ ନା ତମେ ଫୋନ ପେ କରିଦିଅ, ମୁଁ ଡେଲିଭରି ମାରିଦେବି, ତମେ ସାଥି ରିଟର୍ନ ମାରିଦେବ, ମୁଁ ଆପ୍ରୁଭ୍ କରିଦେବି। ଆପ୍ରୁଭ୍ ହେଲେ ତମେ ମୁଁ ତ ଫୋନ ପେ ଖୋଲିନି, ଫୋନ ପେ କାହାକୁ କହିଲିନି କା। ଭାଇ ହଁ ଭାଇ ବଢ଼ିଆ ବଢ଼ିଆ ଭାଇ। ହ୍ୟାଲୋ ଆଉ କ୍ୟାନ୍ସଲ ନହେଲେ ମାରିଦିଅନ୍ତୁ, ମୁଁ ଫୋନ ପେ ବି ଖୋଲିନି। ଏଇଟା କ'ଣ ଓଟିପିଟା ଓଟିପିଟା? ହଉ ତାହେଲେ କୁହନ୍ତୁ। ତ ଭାଇ ଦେଖୁଛ ନା ନାଇଁ, ମାନେ ଏବେର ସମୟ ଆସିକି ହେଲାଣି କେତେଟା 6:03। ଆଉ କଷ୍ଟମର ତୁହାକୁ ତୁହା କ୍ୟାନସଲ୍ କରୁଛନ୍ତି ଆଜି ପାର୍ସଲ। ଭାଇ ମନଟା ବହୁତ ଦୁଃଖ ହେଉଛି, କାହିଁକିନା ଏମିତି ପାର୍ସଲ ମୋର କେବେ ବି କ୍ୟାନସଲ୍ ହୁଏନି ହେଲା। କିନ୍ତୁ ଆଜି ବହୁତ ପାର୍ସଲ ମୋର ଗୁଡ଼ାଏ ପାର୍ସଲ କ୍ୟାନସଲ୍ ବି ହେଇଗଲାଣି ଅଲରେଡ଼ି। ତ କ'ଣ କରିବା? ହ୍ୟାଲୋ ହ୍ୟାଲୋ କେଉଁଠି? ହ୍ୟାଲୋ ହଁ ହ୍ୟାଲୋ କେଉଁଠି? ପାର୍ସଲଟି ହଁ ପାର୍ସଲ କାଲି ଗୋଟେ ଦେଇଥିଲେ, ଆସନ୍ତୁ। ହଁ ତ ଭାଇ ମୁଁ ଫୋନ୍ କରିବା ପୂର୍ବରୁ କଷ୍ଟମର ଜାଣି ସାରିଲେଣି ପାର୍ସଲ। ତ ଚାଲ ନେକ୍ସଟ କଷ୍ଟମର ଦେଇକି କଲ୍ କରିବା। ପ୍ରାୟ ଲୋକ ଜାଣି ସାରିଲେଣି ଏବେ। ହଁ କେଉଁଠି? ହଁ ହ୍ୟାଲୋ ହଁ ହ୍ୟାଲୋ ହଁ ପାର୍ସଲ ଥିଲା ତୁମର? ହଁ ଆସିଛନ୍ତି କି? ହଁ ଆସିଛି। ଏଇଟା କେଉଁଠି ନେବ କହିଲ? କୋଉଠି ଏବେ ଅଛନ୍ତି? ମୁଁ ଏଇଠି ଅଛି ଗାଁ ମଝିରେ, ମାନେ ଉପର ସାହି। କମେଇରେ ଉପର ସାହି ହଁ। ଆସୁନାହାନ୍ତି ଯୋଉଠି ଜନସେବା କେନ୍ଦ୍ର ତଳ ସାହି। ତଳ ସାହି ଜନସେବା କେନ୍ଦ୍ର, ସେଠିକି ଆସନ୍ତୁ, ଆମେ ଯାଉଛୁ। ତଳ ସାହି ଜନସେବା କେନ୍ଦ୍ର ଆଲୋକ ଦୋକାନ ଠି ନା କେଉଁଠି? ନାଇଁ ଆଲୋକ ଦୋକାନ ନୁହଁ, ଆଲୋକ ଦୋକାନ ଛାଡୁ, ତଳ ସାହି ଜନସେବା କେନ୍ଦ୍ର ପାଣି ପମ୍ପ। ପାଣି ପମ୍ପ ତ ସେଇଟା ପୁରା ଲାଷ୍ଟ ଆଡ଼େ ସନ୍ଧି ଭିତର ଆଡ଼େ। ହଁ ସେଇ ସାହି ଆମର ତ, ତଳ ସାହି ତ। ସେ ବାଉଁଶ ବୁଦା ଭିତରେ ଯୋଉ ପଶି ଲାଷ୍ଟ ଆଡ଼ିକି? ନାଇଁ ହେଣେ ନାହିଁ, ଆମର ଏଇଟା ଆଗକୁ ଯିବାକୁ ମଙ୍ଗଳା ଘର ହଁ ତଳ ସେଇ ସାଇଡ୍ ଜନସେବା କେନ୍ଦ୍ର ପଚାରୁନାହାନ୍ତି। ମଙ୍ଗଳା ଘର ପଛପଟେ। ହୁଁ ଓହୋ ଏଇଟା ଫୋନ୍ ପେ କରିବି ନା କ୍ୟାସ୍ ଦେବ? କଣ କହିଲେ? ଏଇଟା ଫୋନ୍ ପେ କରିବ ନା କ୍ୟାସ୍ ଦେବ? କ୍ୟାସ୍। 75 ଟଙ୍କା ଚେଞ୍ଜ ରଖିଥ ତାହେଲେ। କେତେ ଟଙ୍କା ଦେବି? 75।